हरे कृष्ण। आमे देखिबा ब्रजलीला रे श्रीमती राधाराणी सर्वश्रेष्ठ प्रेम प्रदान करचंती भगवान कृष्ण ठारे। तथापि प्रीतिर गोटे एभली असाधारण स्वभाव जदिओ ब्रजलीला रे भगवान कृष्ण तांकर पराजय स्वीकार करचंती राधाराणी कठारे गोपी मान कठारे, जो से कहते न पारय अहं निरवध्य संयुजा। हे गोपी माने प्रकृत पक्षे मु तुमर ऋण को आदौ सुझी पारिबेनी, पराजय स्वीकार करचंती। तथापि से प्रेम को राधाराणी से प्रेम को राधाराणी से भल पाइबा को कृष्ण पुणी मापिबा को चाहूचंती। केते भल पाइबा राधाराणी अच्छी, से प्रेमर गभीरता को कृष्ण मापिबा को चाहूचंती। सेथिपाई परम पुरुष भगवान कृष्ण दिने गोटे नारी वेश धरी राधाराणी को द्वार निकट रे आसी उपस्थित होइचंती। राधाराणी जेतेबेले द्वार खोली बाहर को आसंती एवं देखंती जणे सुंदरी तरुणी तांकर द्वार मुहरे बसिचंती। तो राधाराणी तांको निकट को जाइचंती एवं तांको पचारुचंती, हे सुंदरी तुमे किए? तुमर अंग कांति आमर मन को आकर्षण करिछि। तुमर परिचय कौन? तुमे काहे के एठा को आसीच? आ मो पाखे तुमर की अभिप्राय? राधाराणी एठी अंग कांति कथा कहिचंती। जदिओ कृष्ण एक नारी वेश को ग्रहण करिचंती, किंतु तांकर अंग कांति से श्याम वर्ण अछि। तो से श्याम वर्णटा राधाराणी को आकर्षित करुछि। तो राधाराणी कहउचंदी, हे पद्मानने तमे कौन विरहिणी? तुमर कौन विरह होइछि? तमे कौन तुम कांतक निकट रे किछि अपराध कर देइछ? ना कौन सी खल व्यक्ति तुमर से प्रीति को नष्ट कर देइछि? चक्रांत करी तुमर से प्रीति की भांगी देइछि? ना तुमर कौन सी सौतुणी भय अच्छी जो तमें ये दुखे रे एठी बसिच? किछि कथा कहून? तथापि से देवांगना वेशधारी कृष्ण नीरव रहुचंती, किछि कहूनांती। तो राधाराणी कहउचंती, हे चंद्रमुखी आमे पौर्णमासी देवी ठारू शुणीचु भगवान कृष्णकर एक मोहिनी रूप अच्छी, जो मोहिनी रूप रे से शिवजी की मध्य मोहित कर देइथिले। तमे कौन से मोहिनी रूप नहीं कि आसीच कहा को विमोहित करने को? तथापि देवांगना वेशधारी कृष्ण किछि कहूनांती, नीरव भाई बसिचंती एवं शरीर को ढांकिले।
ତତ୍ପରେ ରାଧାରାଣୀ କହୁଛନ୍ତି, ହେ ସଖୀ, ତମର କ'ଣ କୌଣସି ଗୁପ୍ତ ରୋଗ ହେଇଛି ଯୋଉଥିପାଇଁ ତୁମେ କହିବା ପାଇଁ ସଂକୋଚ କରୁଛ? ତ ରାଧାରାଣୀ କହୁଛନ୍ତି, ହେ ବିଶାଖେ, ତମେ ଆମ ପିତାଙ୍କ ପ୍ରଦତ୍ତ ସେଇ ସର୍ବରୋଗ ବିନାଶକ ତୈଳକୁ ଆଣ, ସେଇ ତୈଳକୁ ମୁଁ ୟାଙ୍କର ସର୍ବାଙ୍ଗରେ ବୋଳିବି, ୟାଙ୍କର ରୋଗ ଭଲ ହେଇଯିବ। ପୁଣି କହୁଛନ୍ତି ରାଧାରାଣୀ, ହେ ବିଶାଖେ, ୟାଙ୍କର ଯେଉଁ ରୋଗ ହେଇଛି ଏ ରୋଗ ପାଇଁ ଏକ ସ୍ୱତନ୍ତ୍ର ଚିକିତ୍ସା ଦରକାର। ଆଉ ସେଇ ସ୍ୱତନ୍ତ୍ର ଚିକିତ୍ସାଟା କ'ଣ ଜାଣିଛ? ଯଦି ବର୍ତ୍ତମାନ ଆମର ପ୍ରିୟତମ କୃଷ୍ଣଚନ୍ଦ୍ର ଏଠାରେ ଆସି ଉପସ୍ଥିତ ହେବେ ଏବଂ ଏଇ ସଖୀଙ୍କର ବକ୍ଷସ୍ଥଳେ ହସ୍ତସ୍ଥାପନ କରିବେ, ତ ସେତେବେଳେ ଇଏ ଆଉ କଥା ନ କହିକି ରହିପାରିବେନି। ସେତେବେଳେ ଇଏ ହସିବେ ଏବଂ ଆମମାନଙ୍କୁ ମଧ୍ୟ ସମସ୍ତଙ୍କୁ ହସେଇବେ। ତ ଯେତେବେଳେ ରାଧାରାଣୀ ଏଭଳି ଭାବରେ କଥା କହିଛନ୍ତି, ତ ଦେବାଙ୍ଗନା ବେଶଧାରୀ କୃଷ୍ଣ ମୁଖ ଖୋଲିଛନ୍ତି, କଥା କହିବା ଆରମ୍ଭ କଲେ। ତ ଦେବାଙ୍ଗନା ବେଶଧାରୀ କୃଷ୍ଣ କହୁଛନ୍ତି, ହେ ରାଧିକେ, ପ୍ରକୃତରେ ମୁଁ ଜଣେ ସ୍ୱର୍ଗବାସିନୀ ଦେବୀ। ମୁଁ ବ୍ୟାକୁଳ ଚିତ୍ତରେ କ'ଣ ପାଇଁ ଏଠିକି ଆସିଛି, ମୋର ସେଇ ବ୍ୟାକୁଳତାଟାକୁ ତୁମେ ଟିକେ ଶୁଣ। ଦେବାଙ୍ଗନା ବେଶଧାରୀ କୃଷ୍ଣ କହୁଛନ୍ତି, ହେ ରାଧେ, ତୁମ ବୃନ୍ଦାବନରେ ଏ ଯେଉଁ ବଂଶୀ ଧ୍ୱନି, এই ବଂଶୀ ଧ୍ୱନି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରି ସ୍ୱର୍ଗ ରାଜ୍ୟର ସ୍ୱାଧୀ ରମଣୀମାନଙ୍କର ପତିବ୍ରତା ଧର୍ମ ପ୍ରତି ଆଘାତ କରୁଛି। ସ୍ୱାଧୀ ରମଣୀମାନଙ୍କୁ ସେମାନଙ୍କ ପତିମାନଙ୍କ ପାଖରୁ ଛଡ଼େଇ ଆଣୁଛି ଏଇ ବଂଶୀ ଧ୍ୱନି। ତୁମର ଏଇ ଯେଉଁ ବଂଶୀ ଧ୍ୱନି, ଏଇ ବଂଶୀ ଧ୍ୱନିରେ ବିଷ ଅଛି ଏବଂ ଅମୃତ ଅଛି। এই ବଂଶୀ ଧ୍ୱନିକି ଆମେ ଯେତେବେଳେ ଶୁଣୁ, ସେତେବେଳେ ଅମୃତ ତୁଲ୍ୟ ଆନନ୍ଦ ଆମକୁ ମିଳେ। କିନ୍ତୁ ସେଇ ବଂଶୀର ବାଦକ କିଏ, କିଏ ସେଇ ବଂଶୀକି ବଜଉଛି, ସେଇ ବଂଶୀ ବାଦନ ପାରିକି ଯେତେବେଳେ ଆମେ ନ ପାଉ, ସେତେବେଳେ ତୀବ୍ର ବିଷର ଯେଉଁ ଜ୍ୱାଳା, ସେଇ ତୀବ୍ର ବିଷର ଜ୍ୱାଳା ଆମଠାରେ ପରିଲକ୍ଷିତ ହୁଏ। ଆମେ ସେଇ ଜ୍ୱାଳାକୁ ଅନୁଭବ କରୁ, ତୀବ୍ରତର ପୀଡ଼ା ଦିଏ ଆମକୁ। ସେ କହୁଛନ୍ତି, ହେ ରାଧେ, এই ବଂଶୀ ଧ୍ୱନି ଶ୍ରବଣରେ କାମ ଜ୍ୱାଳା ତୀବ୍ରତର ହୁଏ, ଶରୀର ଉତ୍ତପ୍ତ ହୋଇଯାଏ। ମହାଜ୍ୱର ଭାବି ଆମର ପତିମାନେ ଆମକୁ ତ୍ୟାଗ କରିଦିଅନ୍ତି। ଯେତେବେଳେ ଶରୀରଟା ତାତିଯାଏ, ଉତ୍ତପ୍ତ ହୋଇଯାଏ ଶରୀରଟା, ତ ସେଇ ଉତ୍ତପ୍ତ ଶରୀରକୁ କେଉଁ ସ୍ୱାମୀ ଛୁଇଁବ, କେଉଁ ସ୍ୱାମୀ ସ୍ପର୍ଶ କରିବ? ତେଣୁ ମହାଜ୍ୱର ଭାବି ଆମ ପତିମାନେ ଆମକୁ ତ୍ୟାଗ କରିଦିଅନ୍ତି। ଅନ୍ୟ କଥାରେ କହିଲେ, ହେ ରାଧେ, ତୁମ ବୃନ୍ଦାବନରେ ଏହି ବଂଶୀ ଧ୍ୱନି ସ୍ୱର୍ଗର ସେଇ ସ୍ୱାଧୀ ରମଣୀମାନଙ୍କୁ ଅସତୀ ସଜେଇ ଦେଉଛି, ତାଙ୍କ ପତିମାନଙ୍କ ପାଖରୁ ଛଡ଼େଇ ନେଇଯାଉଛି। ହେ ରାଧେ, ଠିକ୍ ସେଇଭଳି ଅବସ୍ଥା ମୋର ମଧ୍ୟ ଦିନେ ହେଇଥିଲା।
ମୁଁ ସେଇ ବଂଶୀ ଧ୍ୱନିକି ଶ୍ରବଣ କଲି, କାମ ଜ୍ୱାଳାରେ ଜର୍ଜରିତ ହେଲି। ତ ସେତେବେଳେ ସେଇ ବଂଶୀ ଧ୍ୱନି କେଉଁଠୁ ଆସୁଛି, କିଏ ବଜଉଛି, ସେଇ ବଂଶୀ ଧ୍ୱନିକି ଶ୍ରବଣ କରି କରି, ସେଇ ବଂଶୀ ଧ୍ୱନିକି ଅନୁସରଣ କରି କରି ମୁଁ ସ୍ୱର୍ଗ ରାଜ୍ୟରୁ ଆସି ତୁମର ଏଇ ଭୂମଣ୍ଡଳରେ ଏଇ ବଂଶୀବଟ ତଟସ୍ଥିତରେ ତୁମ ପାଖରେ ପହଞ୍ଚି ଯାଇଛି। ହେ ରାଧେ, ଯେଉଁ ସନ୍ଦେହ ନେଇକି ମୁଁ ଏଠି ଆସିଥିଲି, ଯେତେବେଳେ ଏଠି ଆସି ପହଞ୍ଚିଲି ତୁମକୁ ଦେଖିଲେ, ତୁମର ସେଇ ବଂଶୀବାଦକଙ୍କୁ ଦେଖିଲେ ଏବଂ ତୁମ ସହିତ ଅନେକ ସଖୀମାନେ ଅଛନ୍ତି ତାଙ୍କୁ ମଧ୍ୟ ଦେଖିଲେ ଏବଂ ସେଇ ବଂଶୀବାଦକ ସହିତ ତୁମର ଯେଉଁ ଲୀଳା, ସେଇ ଲୀଳାକୁ ଯେତେବେଳେ ଦେଖିଲି, ହେ ରାଧେ, ମୋର ପୂର୍ବରୁ ଯେଉଁ ସନ୍ଦେହ ଥିଲା, ଯେଉଁଥିପାଇଁ ମୁଁ ଆସିଥିଲି, କୋଟି ଗୁଣ ସନ୍ଦେହ ମୋର ବର୍ଦ୍ଧିତ ହୋଇଗଲା ତମର ସେଇ ଲୀଳାକୁ ଦେଖିକି। ତେଣୁ ସେଇ ସବୁ ସନ୍ଦେହ ମୋ ଭିତରେ ରହିଯାଇଛି, ସେଇ ସନ୍ଦେହ ଘେର ଭିତରେ ମୁଁ ବୁଡ଼ି ଯାଇଛି, ମୁଁ ବାହାରି ପାରୁନି ସେଇ ସନ୍ଦେହ ଘେର ଭିତରୁ। ତେଣୁ ହେ ରାଧେ, ଦୟାକରି ମୋତେ ସେଇ ସନ୍ଦେହ ଘେର ଭିତରୁ ବାହାର କର। ଦେବାଙ୍ଗନା ବେଶଧାରୀ କୃଷ୍ଣଙ୍କ ଠାରୁ ଏତେ କଥା ଶୁଣି ସାରିଲା ପରେ ରାଧାରାଣୀ କହୁଛନ୍ତି, ହେ ସଖୀ, ପ୍ରକୃତ ପକ୍ଷେ ତୁମେ ହେଉଛ ସୁମନ। କାରଣ ତୁମେ ବଂଶୀର ମୂଳ କାରଣ ପାଖରେ ଆସି ପହଞ୍ଚି ଯାଇଛ, ତେଣୁ ତୁମେ ସୁମନ। ଏଠି ରାଧାରାଣୀ କହୁଛନ୍ତି ସୁମନ। ସୁମନ କୁମନ। ସୁମନ କ'ଣ, କୁମନ କ'ଣ? ନା ସୁମନ ସେଇ ମନ ଯେଉଁ ମନଟା କୃଷ୍ଣଙ୍କ ପାଖକୁ ଯାଉଛି, ଯେଉଁ ମନଟା କୃଷ୍ଣଙ୍କ ପାଦ ପଦ୍ମ ପାଖକୁ ଯାଉଛି, ସେଇଟା ସୁମନ। ଆଉ ଯେଉଁ ମନଟା କୃଷ୍ଣ ପାଖରୁ ଦୂରେଇ ମାୟା ପାଖକୁ ଯାଉଛି, ସେଇଟା କୁମନ। ତେଣୁ ରାଧାରାଣୀ ଏଠି ସେ ଦେବାଙ୍ଗନା ବେଶଧାରୀ କୃଷ୍ଣଙ୍କୁ କହୁଛନ୍ତି, ତୁମେ ସୁମନ, ତୁମେ ଉଚିତ ଜାଗାରେ ଆସି ପହଞ୍ଚି ଯାଇଛ, ତୁମେ ଉଚିତ ଜାଗାରେ କୃଷ୍ଣଙ୍କ ପାଖରେ ଆସି ପହଞ୍ଚି ଯାଇଛ। ତେଣୁ ଅନ୍ୟ କଥାରେ କହିଲେ କୃଷ୍ଣଙ୍କ ଠାରେ ତମର ଭଲ ପାଇବା ଜାଗ୍ରତ ହୋଇଯାଇଛି, ପ୍ରୀତି ଜାଗ୍ରତ ହୋଇଯାଇଛି। ତେଣୁ ତୁମେ ଆସି କୃଷ୍ଣଙ୍କ ପାଖରେ ପହଞ୍ଚି ଯାଇଛ, ତେଣୁ ତୁମେ ସୁମନ, ଧନ୍ୟା। ତ ରାଧାରାଣୀଙ୍କର ଏଇଭଳି କଥା ଶୁଣି ଦେବାଙ୍ଗନା ବେଶଧାରୀ କୃଷ୍ଣ ତାଚ୍ଛଲ୍ୟରେ କହୁଛନ୍ତି ରାଧାରାଣୀକି, ସେ କହୁଛନ୍ତି, ହେ ରାଧେ, ପର ନାରୀକୁ ତୁମେ ତୁମ ପରି ଦେଖନି, ପର ନାରୀକୁ ତୁମେ ତୁମ ସହିତ ସମାନ କରନି। ତୁମେ ଯେମିତି ସମସ୍ତେ ସେମିତି ନୁହନ୍ତି। ତୁମେ ଯେମିତି ତୁମ ପତିକୁ ଛାଡ଼ି, ସଂସାର ଘର ସଂସାରକୁ ଛାଡ଼ି ଗୋଟିଏ ପରପୁରୁଷ ସହିତ ଆସି ରାସଲୀଳା କରୁଛ, ସମସ୍ତେ ଯେ ସେମିତି ସେମାନଙ୍କର ପତିକୁ ଛାଡ଼ି, ସଂସାର ଛାଡ଼ି ପରପୁରୁଷ ସାଙ୍ଗରେ ଆସି ରାସଲୀଳା କରିବେ, ଏମିତି ଭାବନି। ସବୁ ନାରୀ ସେମିତି ନୁହନ୍ତି। ଆଉ ମୋ କଥା ଯେଉଁ କହୁଛ, ମୁଁ ହେଉଛି ପତିବ୍ରତା ନାରୀ, ସତୀସ୍ୱାଧୀ ରମଣୀ। ମୁଁ ମୋ ପତିକୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ବଞ୍ଚି ପାରିବିନି। ମୁଁ ମୋ ପତିକୁ ଛାଡ଼ି ପାରିବିନି। ମୁଁ ମୋ ପତିକୁ ଛାଡ଼ି ଅନ୍ୟ କୌଣସି ପୁରୁଷକୁ ଦର୍ଶନ ବି କରେ ନା। ତେଣୁ ତୁମେ ଯାହା, ମୋତେ ସେୟା ଭାବନି। ମୁଁ ସତୀସ୍ୱାଧୀ। ତ ରାଧାରାଣୀ ଟିକେ ସଂକୋଚ କରିଛନ୍ତି ଏବଂ ତତ୍ପରେ କହୁଛନ୍ତି, ହେ ସଖୀ,
ତୁମେ ମୋ କଥାକୁ ଧରିବନି। ମୁଁ ପରିହାସ ଛଳରେ ସେମିତି ଗୋଟିଏ କହିଦେଇଛି, ମୋ କଥାକୁ ଧରିବନି। ତତ୍ପରେ ଦେବାଙ୍ଗନା ବେଶଧାରୀ କୃଷ୍ଣ ମଧ୍ୟ ଅନୁରୂପେ କହୁଛନ୍ତି, ହେ ରାଧେ, ତମେ ମଧ୍ୟ ମୋ କଥାକୁ ଧରିବନି। ମୁଁ ମଧ୍ୟ ଏମିତି କଥା ଛଳରେ କହିଦେଇଛି, ପରିହାସ ଛଳରେ କହିଦେଇଛି, ମୋ କଥାକୁ ଧରିବନି। ଦୁହେଁ ଦୁହିଁଙ୍କ ଠାରୁ ଏମିତି କ୍ଷମା ମାଗି ନେଉଛନ୍ତି। ଦୁହେଁ ଦୁହିଁକି ଦୋଷ ଦେଉଛନ୍ତି, ପୁଣି କ୍ଷମା ମାଗି ନେଉଛନ୍ତି। ରାଧାରାଣୀ କୃଷ୍ଣଙ୍କ ଠାରେ କ୍ଷମା ମାଗି ନେଉଛନ୍ତି, କୃଷ୍ଣ ରାଧାରାଣୀଙ୍କ ପାଖରୁ କ୍ଷମା ମାଗି ନେଉଛନ୍ତି। ତତ୍ପରେ ରାଧାରାଣୀ କହୁଛନ୍ତି, ହଉ ଠିକ୍ ଅଛି, ତୁମର ସେ ସନ୍ଦେହ କ'ଣ କୁହ, କେଉଁଥିପାଇଁ ତୁମେ ଆସିଛ, ସେଇ ସନ୍ଦେହକୁ ମୋ ଠାରେ ପ୍ରକାଶ କର। ତତ୍ପରେ କୃଷ୍ଣ କହୁଛନ୍ତି, ଦେବାଙ୍ଗନା ବେଶଧାରୀ କୃଷ୍ଣ କହୁଛନ୍ତି, ସେ କହୁଛନ୍ତି, ହେ ରାଧେ, ପ୍ରକୃତ ପକ୍ଷେ ଏଇ ଜଗତର ସାଧାରଣ ନାରୀ ଭଳି ତୁମେ ସେଇ ସାଧାରଣ ନାରୀ ନୁହଁ। ରାଧାରାଣୀ କି ସେ କହୁଛନ୍ତି, ତୁମେ ସାଧାରଣ ନାରୀ ନୁହେଁ। ତାର କାରଣ କ'ଣ ନା, ତୁମର ଏ ଯେଉଁ ଲୀଳା, ତୁମର ଏ ଯେଉଁ ଲୀଳାକୁ ଆମ ସ୍ୱର୍ଗ ରାଜ୍ୟର ଦେବୀମାନେ ମଧ୍ୟ ପ୍ରଣାମ କରନ୍ତି, ଏ ଲୀଳାକୁ ପ୍ରଣାମ କରନ୍ତି। ତେଣୁ ତୁମେ ସାଧାରଣ ମାନବୀ ନୁହଁ। ତ ଏଠି କୃଷ୍ଣ ଯାହା କହୁଛନ୍ତି ସତ୍ୟ କହୁଛନ୍ତି। ରାଧାରାଣୀ ସାଧାରଣ ମାନବୀ ନୁହନ୍ତି। ରାଧାରାଣୀ ପୂର୍ଣ୍ଣ ଶକ୍ତି ସ୍ୱରୂପିଣୀ। ତ ରାଧାରାଣୀଙ୍କର ସୌଭାଗ୍ୟ ବିଷୟରେ ଆମେ ଦେଖିବା ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତ କୃଷ୍ଣଦାସ କବିରାଜ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଯାହାର ସୌଭାଗ୍ୟ ଗୁଣ ବାଞ୍ଛେ ସତ୍ୟଭାମା, ଯାହାର ସୌଭାଗ୍ୟ ଗୁଣ ବାଞ୍ଛେ ସତ୍ୟଭାମା, ଯାର ଠାଇ କଳା ବିଳାସ ଶିଖେ ବ୍ରଜରାମା, ଯାର ଠାଇ କଳା ବିଳାସ ଶିଖେ ବ୍ରଜରାମା, ଯାର ସୌନ୍ଦର୍ଯ୍ୟାଦି ଗୁଣ ବାଞ୍ଛେ ଲକ୍ଷ୍ମୀ ପାର୍ବତୀ, ଯାର ସୌନ୍ଦର୍ଯ୍ୟାଦି ଗୁଣ ବାଞ୍ଛେ ଲକ୍ଷ୍ମୀ ପାର୍ବତୀ, ଯାର ପତିବ୍ରତା ଧର୍ମ ବାଞ୍ଛେ ଅରୁନ୍ଧତୀ, ଯାର ପତିବ୍ରତା ଧର୍ମ ବାଞ୍ଛେ ଅରୁନ୍ଧତୀ, ଯାର ସୌଭାଗ୍ୟ ଦ୍ୱିଗୁଣ ବାଞ୍ଛେ ସତ୍ୟଭାମା। ଏଇଭଳି ଭାବରେ ଚୈତନ୍ୟ ଚରିତାମୃତରେ ସୁନ୍ଦର ଭାବରେ ବର୍ଣ୍ଣନା ହେଇଛି ରାଧାରାଣୀଙ୍କର ସୌଭାଗ୍ୟ ବିଷୟରେ। ଯାର ସୌଭାଗ୍ୟାଦି ଗୁଣ ବାଞ୍ଛେ ସତ୍ୟଭାମା। ସତ୍ୟଭାମା ହେଉଛନ୍ତି ସୌଭାଗ୍ୟଶାଳିନୀ, ଅତ୍ୟନ୍ତ ସୌଭାଗ୍ୟଶାଳିନୀ। କିନ୍ତୁ ସେଇ ସୌଭାଗ୍ୟଶାଳିନୀ ସତ୍ୟଭାମା ରାଧାରାଣୀଙ୍କର ସୌଭାଗ୍ୟକୁ କାମନା କରୁଛନ୍ତି। ଏ ରାଧାରାଣୀଙ୍କର ଯେଉଁ ସୌଭାଗ୍ୟ, ସେଇ ସୌଭାଗ୍ୟ ମୋତେ ଟିକେ ମିଳନ୍ତା କାମନା କରୁଛନ୍ତି। ଯାର ଠାଇଁ କଳା ବିଳାସ ଶିଖେ ବ୍ରଜରାମା,
ए ब्रजर गोपी माने समस्ते प्रेम निपुण, प्रेम कौन जानिचंती, किभली भाव रे कृष्ण को भल पाइबा को हुए से भल पाइबाटा से जानिचंती। किंतु से प्रेमर जो कला कौशल गोपी माने राधाराणी को ठारू शिक्षा करचंती। कहीं राधाराणी होती कांता शिरोमणि, कांता शिरोमणि राधाराणी को ठारू से कला कौशल को शिक्षा कर। जार सौंदर्यादि गुण बांछे लक्ष्मी पार्वती, सौंदर्यशालिनी होचंती लक्ष्मी देवी वैकुंठेश्वरी, तांको ठारू किए सुंदरी अच्छी कि से लक्ष्मी देवी राधाराणी को सौंदर्य को कामना करुचंती। राधाराणी को जेमती सौंदर्य से सौंदर्य मु केमती पाती, पार्वती अत्यंत सुंदरी पार्वती, तो से मध्य से राधाराणी को सौंदर्य प्रति लोभ करचंती। राधाराणी को भली रूप मोर हुअंता, जार पतिव्रता धर्म बांछे अरुंधति, वशिष्ठ पत्नी अरुंधति सतीस्वाधी रमणी पतिव्रता नारी, तो से मध्य कामना करचंती राधाराणी को से पतिव्रता धर्म प्रति को। राधाराणी को जो पतिव्रता धर्म से पतिव्रता धर्म मु केमती टिके प्राप्त हुअंती कामना करचंती अरुंधति। तेणु एठी आमे देखिबा प्रत्येक से राधाराणी को सौभाग्य को कामना करचंती। यह सत्य। राधाराणी किए? राधाराणी होचंती लादीन शक्ति स्वरूपिणी, महाभाव स्वरूपिणी। कृष्ण जेमती समस्त अवतार मानकर मूल अंशी, अनुरूप भाव राधाराणी ठीक सेमती ब्रजर गोपी महिषी लक्ष्मी गण मानकर अंशिनी। कृष्ण जेमती समस्तंकर अंशी, राधाराणी ठीक सेमती समस्तंकर अंशिनी। राधा कृष्ण एक आत्मा दुई देह धरी लीला रस आस्वादन करने की दुई देह धारण कर, किंतु राधा कृष्ण एक आत्मा। तत्पर आम देखा राधाराणी कहउचंती देवांगना वेशधारी कृष्ण को, हे सखी तुमर से असहाय तीव्र वेदनार कारण कौन मते शीघ्र कुह। ताहले मु तुम से वेदनार किछिटा उपशम दे पारे। तेणु तुम्हें तुरंत से वेदनार कारणटा कौन मते खोलिक कुह। तो देवांगना वेशधारी कृष्ण कहउचंती, हे मुग्धे, हे राधे, ये जो श्रीकृष्ण जहाँ ठारे तुम्हें लीला करुच, ये श्रीकृष्ण होचंती अत्यंत कामुक एवं जड़े लंपट पुरुष। एभली एक कामुक लंपट पुरुष सहित तुमर भल पाइबा हैला केमिति? तुमर प्रीति हैला केमिति तांको सहित? कारण तुमर प्रीति तो निरुपाधिक। जो प्रीति रे उपाधि थाए, जो प्रीति रे जो भल पाइबारे किछि कामना वासना थाए, किछि पाइबार आशा आकांक्षा थाए, से प्रीतिटा भांगी जाए। किंतु तुमर प्रीति तो निरुपाधिक प्रीति, तुमर किछि तो आशा आकांक्षा नहीं,
तुम भल पाइबार तुम तो किसी पाइबाकू चाहूना, तो से भली तले तुम एभली एक लंपट कामुक पुरुष प्रति केमिति भल पाइल? हे राधे, तुम्हें तुम्हें जानी शुणी गोटे अयोग्य स्थान रे विश्वास करदेल। जोड़ी विश्वास करने कथा नुहे तुम्हें सेठी विश्वास करदेल। सेथिपाई तुम्हें दुख पाउच एवं तुम ठारू अधिक दुख पाउचंती तुम सखी माने। तेणु एभली गोटे कामुक लंपट पुरुष पाखरे भल पाइबाटा तुमर उचित हेलानी।